ମାମା ଏଇ ଭିତରେ ବସି କ'ଣ କରୁଛ? ଦେଖୁନୁ ଏଇ ପୋଇଟା କେତେ ସନ୍ଧିରେ କେତେ ବଡ଼ଟେ ହେଇକିରି ମାଡ଼ିଲାଣି। ଏ ଦେଖେ କେତେ ବଡ଼ଟେ କୁଆଡ଼େ କୁଆଡ଼େ ଏଇଟା ମାଡ଼ିଛି। ବଢ଼ିଆ ଛନଛନିଆ ହେଇକିରି ହେଇଛି। ହେଇ ଦେଖୁନୁ କେତେ ସୁନ୍ଦର ଛନଛନିଆ ହେଇକିରି କେତେ ବଡ଼ଟେ ହେଇକିରି ମାଡ଼ିଗଲାଣି। ଆ ଭିତରେ ଜଣା ପଡ଼ୁନଥିଲା। ତ ତାକୁ ଆଜି କାଟି ନେଉଛି। ଆଜି କ'ଣ କରିବି କହିଲୁ, ମାଛ ମୁଣ୍ଡ ଅଛି ପକେଇବି। ତତେ ଭଲ ଲାଗେ ମାଛ ମୁଣ୍ଡ ଛିଞ୍ଚଡ଼ା? ଆଉ ତାକୁ ଛିଞ୍ଚଡ଼ା କରିବି ଆଉ। ଆଜି ତାହେଲେ ବଢ଼ିଆ ହବ ଖାଇବାଟା ଆଉ ଆଉ। ତା ଦେହରେ ପଡ଼ିବ କଖାରୁ ଆଉ ସାରୁ ଆଉ ବାଇଗଣ ଆଳୁ ଆଉ ମାଛ ମୁଣ୍ଡ, ଏତିକି ଆଉ କିଛି ପଡ଼ିବନି। ଖାଲି କଖାରୁ ସାରୁ ବାଇଗଣ ଆଳୁ ମାଛ ମୁଣ୍ଡ, ଏତିକି। ଆଉ ସବୁ ପ୍ରକାର ପରିବା ପଡ଼ିଲେ ଏଇଟା ଭଲ ଲାଗିବନି। ତେଣୁ ଏତିକି ପରିବାରେ ହିଁ ହେବ। ଆଉ ଚିଙ୍ଗୁଡ଼ି ପଡ଼ିଲେ ବି ଏଥିରେ ଭଲ ଲାଗେ। ପୋଇ ଚିଙ୍ଗୁଡ଼ି ଭଲ ଲାଗେ, ପୋଇ ମାଛ ମୁଣ୍ଡ ବି ଭଲ ଲାଗେ। ଆଉ ଆମର ଆଜି ମାଛ ମୁଣ୍ଡ ଆସିଛି, ଶୁକ୍ରବାରିଆଟା ତ ମାଛ ଆସିଛି। ମାଛକୁ ଝୋଳ କରିଦେବି, ମୁଣ୍ଡଟାକୁ ଛିଞ୍ଚଡ଼ା କରିବି ଆଉ। ଆଜି ତାହେଲେ ବଢ଼ିଆ ଖାଇବାଟା ହବ ଆଉ। ହଁ ଆଜି ଭଲ ହବ। ଆଉ ତାପରେ ଦେଖ ଏଇଠି ଦେଖେ, ଏଇଟା କାଟିଦେଲେ ଦେଖେ ଏଇଠୁ କେମିତି କଅଁଳିଲାଣି। ପୁଣି ଏଇଠି ଦେଖେ କେମିତି କଅଁଳିଲାଣି, ଏଇଠୁ ବାହାରିଲାଣି ଏଇଠି ସବୁ। ଏଇଟା କାଟିଦେଲେ ପୁଣି ବଢ଼ିଆ କିରି କଅଁଳିବ ଆଉ। ଆପଣମାନଙ୍କ ଭିତରୁ କାହାକୁ ପୋଇ ଚିଙ୍ଗୁଡ଼ି ଭଲ ଲାଗେ ନା ପୋଇ ଛିଞ୍ଚଡ଼ା ମୁଣ୍ଡ ପକେଇ ମାଛ ମୁଣ୍ଡ ପକେଇକି ଛିଞ୍ଚଡ଼ା କଲେ ଭଲ ଲାଗେ? ଏ ଦୁଇଟାରୁ କାହାକୁ କେଉଁଟା ଭଲ ଲାଗେ କମେଣ୍ଟସରେ କହିବେ।